এটা করে বর্তমান প্রধানমନ୍ତ୍ରୀ ହେଇଯିବ ବାସ୍ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ସେ ହେଇଯିବେ ଆରାଇ ବଉଲାଙ୍ଗ କହୁଛନ୍ତି ହଁ କାଲି ମୋଦି ଯିବେ ଇଏ ବାବୁ ରହିବେ କୁଆଡ଼େ ଆଜ୍ଞା ଯାଇଥିଲେ ଏତେ ଲୋକ ଅଛନ୍ତି ଏଠି ପାଉତି କାଟିଲେ ଫସଲ କ୍ଷୟକ୍ଷତି ଇଏ କରିବେ ଆପଣ କୁଆଡ଼େ ଯାଇଥିଲେ କାଲିଠୁ ଭୋକରେ ମରୁଛି କାଲିଠୁ ଏଠି ଅଛି ଯେ କାଲିଠୁ ଅଛି ଯେ ଆପଣ 11ଟା ବେଳକୁ ଗଲେ ଏବେ ମଦ ପିଇ ଆସୁଛନ୍ତି ଇଏ କ'ଣ କଥା କିଏ କହିଲା ତମ ଆକ୍ସନ୍ କହୁଛି ମଦ ପିଇଛ ତମକୁ ଏବେ ମେଡ଼ିକାଲ ପର୍ଯ୍ୟନ୍ତ ନିଆଯିବ ଟେଷ୍ଟ ପାଇଁ ସେଟା କିଏ କହିଲା ତହସିଲଦାର କରିବ ଏବେ ତହସିଲଦାର ଏଠି ଆସି ପହଞ୍ଚିବେ ସେଟା କିଏ କହିଲା ଇଏ ଲୋକ କାହିଁକି ଏଠି ଶହ ଶହ ଲୋକ ଠିଆ ହେଇଛନ୍ତି ସରକାର ତମକୁ ଚାକିରି ଦେଇଛନ୍ତି ଲୋକଙ୍କର ଆମେ କାମ କରିବା ସରକାର ଦେଇନି କିଏ ଦେଇଛି କଲେକ୍ଟର ସରକାର ନୁହଁ କଲେକ୍ଟର ହଉଛି ମଣିଷ ହଉଛି ମୁଁ ଆରେ ମଣିଷରେ ଏଇଟା ହଉଛି ଗୋଟେ ଏଇଟା ଅଫିସ ଆୱାର ଆଜ୍ଞା ଆଜି ସୋମବାର ଅଫିସ ଆୱାର ସମୟ ହେଲେ ହିଁ 12ଟା ବେଳ ଗୋଟେ ବେଳ ହେଲେ ଆପଣ 11ଟା ବେଳୁ ଯାଇଛନ୍ତି ନୂଆହାଟ ମଦ ପିଇକିରି ଏବେ ଆସି ପହଞ୍ଚୁଛନ୍ତି ଅଫିସରେ ଶହ ଶହ ଲୋକ ଖାଲି ପେଟରେ ସରକାର ତମକୁ ପଇସା ଦଉଛି କିଣିକିରି ବଜାରଟା ଏଇଠି ଅଛି ଶାସନ ଅଛି କେତେ ଶହ ଲୋକ କେତେ ଲୋକ ଗଣିଲ ତୁମେ ତ ଠିକ ବାକି କଥା କହିପାରୁନ 100 ଲୋକ ଅଛନ୍ତି 100 ଲୋକ ବି ନାହାନ୍ତି କେତେ ଲୋକ 90 ହେବେ 99 କ'ଣ ଆଉ ତମକୁ କୁହାହବ ଆଜ୍ଞା ସମସ୍ତେ ଶୁଣୁଥିବେ ଇଏ ହଉଛନ୍ତି ବଉଲାଙ୍ଗ ଆରାଇ ୟାଙ୍କର ପ୍ରଧାନ ହଁ ମାର୍ଶାଲ ପ୍ରଧାନ ସେ ତ କହୁଛନ୍ତି ଏଟା କଲେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ହେଇଯିବ ବାସ୍ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ସେ ହେଇଯିବେ ଆରାଇ ବଉଲାଙ୍ଗ କହୁଛନ୍ତି ହଁ କାଲି ମୋଦି ଯିବେ ଇଏ ବାବୁ ରହିବେ ଯେ ଇଏ ଲୋକ ଶୁଣ ମୁଁ ଛାଡ଼ିବାକୁ ଚାହୁଁନି ମୋଦି ହେଉଛି ମୋର ବେଷ୍ଟ ଫ୍ରେଣ୍ଡ ଆଜ୍ଞା ଶୁଣୁଛନ୍ତି ତ ମୋଦି ତାଙ୍କର ବେଷ୍ଟ ଫ୍ରେଣ୍ଡ ଇଏ ଲୋକଙ୍କ ଠାରୁ ଫସଲ କ୍ଷୟକ୍ଷତିର ଫର୍ମ ରଖିବା ପରିବର୍ତ୍ତେ ଆରାଇ ହିସାବରେ ଇଏ କାଟିବା ଯୋଉ ପାଉତି କାଟିବା ପରିବର୍ତ୍ତେ ଇଏ ମଦ ଖାଇକିରି ଆସୁଛନ୍ତି ଗୋଟେ ବେଳକୁ ମାନେ ନୂଆହାଟରୁ ଆମେ କହୁଛୁ ଲୋକ କହୁଛନ୍ତି ଆମେ ମାନେ ପବ୍ଲିକ ଏବେ କ'ଣ କରିପାରନ୍ତି ଜାଣିଛ ଏବେ ଚାବି ପଡ଼ିବ ତମେ ରହିବ ବଉଲାଙ୍ଗ ରେଭେନ୍ୟୁ ଇନ୍ସପେକ୍ଟରଙ୍କର ମଦ ପିଇ ଦିନ 12ଟାରେ କେମିତି ଲୋକଙ୍କୁ ବ୍ୟବହାର କରୁଛନ୍ତି କାହାର ଗୋଟିଏ ପାଉତି କାଟୁନାହାନ୍ତି ଆଜି ହେଉଛି ଲାଷ୍ଟ ଡେଟ୍ ଫସଲ କ୍ଷୟକ୍ଷତିର କେମିତି ଲୋକ ଫସଲ କ୍ଷୟକ୍ଷତି ପାଇଁ ଫର୍ମ ପକାଇବେ ବାବୁ ବର୍ତ୍ତମାନ ମଦରେ ଆଉ ପୁରା ଚୁରୁ ତଳେ ପଡ଼ିଥିଲେ ଲୋକ ଉଠାଇ ମୁଣ୍ଡରେ ପାଣି ମାରିକିରି ଆଣିକି ଠିଆ କରିଛନ୍ତି ତାଙ୍କ ଆକ୍ସନ୍ଟା ଖାଲି ଦେଖନ୍ତୁ ବର୍ତ୍ତମାନ ଲୋକ ଏଠି ଆଇନ୍ତି ଆରାଇ ବର୍ତ୍ତମାନ କାମ କରିବେ କ'ଣ ଆସି ବାହାରେ ଦେଖୁନ କେମିତି ମୁରାଟ ମାରୁଛନ୍ତି ଏମିତି ଯାହାକୁ ମନ ତାକୁ ବ୍ୟବହାର ଦେଖାଉଛନ୍ତି ଇଏ ଗରିବ ନିରୀହ ଜନସାଧାରଣ ସବୁ ଆସିଛନ୍ତି ଇଏ କାହିଁକି ଇଏ କେମିତି କାହାକୁ ଦୋଷ ଦେବା ଆମେ ସରକାରଙ୍କୁ ଦୋଷ ଦେବା ନା ଆମ ନିଜକୁ ନିଜେ ଦୋଷ ଦେବା କାହାକୁ ଦୋଷ ଦେବା କାହିଁ ଗତକାଲି ଏଠି ରହି କ'ଣ କରୁଛ ଲୋକଙ୍କର କୋଉ ସେବା କରୁଛ ଏଠି ଆପଣ ଯୋଉ ବ୍ୟବସ୍ଥାରେ ଅଛନ୍ତି ଠିକ ମୁଁ ଯାହା କଥା ମୁଁ କହୁଛି ଆଉ କାମ ବନ୍ଦ ବସି ଯାଉଛି ଆମେ ସେଇ ଯୋଉ ରହିଲୁ
ସେ କହୁଛି 10 ହବ ହବ ମଦ ପିଇଛି ଆଉ କୋଉ ଫଳ ସେ ନେଇକି ଆଇଲା ତମକୁ ମଦ ପିଆଉ ସେ କୋଉଠି ଆମକୁ ଦେଖେଇଲ ସେ ଲୋକଟାକୁ ଆମକୁ ଦେଖେଇଲ କିଏ ତମକୁ ନେଇକି ଆଇଲା ତମେ କାହାତି ଆଇଲ ମଦ ପିଆଉ ସେ ଲୋକଟାକୁ ଆମକୁ ଦେଲ କୋଉ ଲୋକଟା ଆଇଲ ମଦ ପିଆଉ ସେ ଲୋକଟାକୁ ଆମକୁ ଆଣ ଆମ ପାଖକୁ ସେ ଲୋକଟାକୁ ଆଣ এটা গরম উই খাইছি কে দেখি না উই খাইছি উই খাই না উই খাইছি রুম রাখু ମୋ ଉପରେ ପାଣି ବର୍ଷାରେ ପାଣି ପଡୁଛି এটা କେହି ଦେଖିନାହାନ୍ତି এটা কে କହିଲା ମୁଁ କହୁଛି ତମେ କିଏ ମୁଁ କିଏ ଚିହ୍ନ ଚିହ୍ନିଛି ହଁ ଚିହ୍ନିଛ ତମେ ପଚାରୁଛ କିଏ ବୋଲିକି ପଚାରିଲି ଗୋଟେ କଥା କାହିଁକି ତମେ ମଦ ପିଇଲ ଏଇଠି ମୁଁ ତମକୁ ପଚାରୁଛି ଏଇଠି କଣ କରିବା କହିଛ ମଦ ପିଇବା କହିଛ ମୁଁ ତମକୁ ପଚାରୁଛି ଏଇଠି ଆଇଛ ଜନସେବା କରିବା ପାଇଁ ସରକାର ତମକୁ ପଚାରିଛି ବର୍ତ୍ତମାନ ରହିଥା ଆରେ ସାର୍ ଏବେ ଯେଉଁ ଲୋକ ଆସିଛନ୍ତି ଯେଉଁ ଫର୍ମ ପକାଇବେ ରସିଦ କାଟିବେ ଆମର ଯେଉଁ ପାଉତି କାଟିଲେ ସରକାରଙ୍କର କିଛି ରାଜସ୍ୱ ଆଦାୟ ହେବ ଲୋକ ବେନିଫିଟ୍ ପାଇବେ ଆମକୁ ସରକାର ଆମକୁ ରାଜସ୍ୱ ନିରୀକ୍ଷକ ଭାବରେ ନିଯୁକ୍ତି ଦେଲା ଆମର ଡ୍ୟୁଟି ଆମେ ଲୋକଙ୍କୁ ଶୃଙ୍ଖଳିତ ସେବା ଯୋଗାଇ ଦେବା ଇଏ କ'ଣ ଇଏ କେଉଁ ଶୃଙ୍ଖଳିତ ସେବା ଆପଣ ମଦ ପିଇ 11ଟା ବେଳକୁ ଆସିଠି 1 ବେଳକୁ ପହଞ୍ଚିକିରି ଆଜି ନିଜେ କାମ କରୁନାହାନ୍ତି ତାକୁ ଅସଭ୍ୟ ବ୍ୟବହାର କରୁଛନ୍ତି ତଥାପି ଭାତ ଖାଇନି ଭାତ ଖାଇ ଲୋକମାନେ ଦିଅନ୍ତି ଆରେ ଆଜି ଏତେବେଳେ ଯେ କ'ଣ କରୁଥିଲ ଏବେ କୋଉଠି ଥିଲ ଯୋଉ ତମେ ଯୋଉ ଅବସ୍ଥାରେ ଆସିଛ ପଡ଼ିକିରି ତଳେ ଗଡ଼ୁଛ ଇଏ କ'ଣ କୋଉଠି ତଳେ ଗଡୁଛି ଏ ପଦାରେ ଏଇନା ଗଡ଼ୁଛ କୋଉଠି ଗଡିଲି କେଜାଣି କୋଉଠି ଗଡ଼ୁଛ ତମେ କହୁଛ ତମେ ତହସିଲଦାର ମହୋଦୟଙ୍କୁ ଅନୁରୋଧ କରାଯାଉଛି ଏଭଳି ରାଜସ୍ୱ ନିରୀକ୍ଷକଙ୍କୁ ତୁରନ୍ତ କଠୋରରୁ କଠୋର ଦଣ୍ଡରେ ଦଣ୍ଡିତ କରି ତାଙ୍କ କାର୍ଯ୍ୟରୁ ତୁରନ୍ତ ନିଲମ୍ବିତ କରାଯାଉ ରାଜସ୍ୱ ନିରୀକ୍ଷକ କଣ ଅବସ୍ଥା ଆଇ ନୋ ଇଟ୍ ଭେରି ୱେଲ୍ ତମ ଆଇନ ଲାଗେ ଛଳି ଯାଉଛନ୍ତି କିଏ ସୃଷ୍ଟି କରିଛି ମଣିଷ କରିଛି ମଣିଷ ମାନେ ଆମେ ତମେ କ'ଣ କରୁଛ ତମେ ଏଠି କ'ଣ କରୁଛ ପାଉତି କାଟନ୍ତୁ ଆପଣ ଯେତିକି କାମ କହନ୍ତୁ କରନ୍ତୁ ପାଉତି କାଟିବା ସେ ମନ କରୁଛି କିଏ ମନା କରୁଛି ଆମେ ମନା କରୁଛୁ ତେବେ 9 ଟଙ୍କାକୁ 90 ଟଙ୍କା ପକଉଛ 100 ଟଙ୍କାକୁ 200 ଟଙ୍କା ପକଉଛ କ'ଣ ଏଠି ଚଳିଛ ଏଠି କ'ଣ ଚଳିଛ ରାଜନୀତି ନେ ଆଉ କ'ଣ ଏଠି ରାଜସ୍ୱ ନିରୀକ୍ଷକ ତମେ ଚାକିରି କରୁଛ ଟି କିଏ କହିଲା ମୁଁ କହୁଛି ତମେ କେମିତି କହିଲ ହଁ ତମେ କେମିତି କହିଲ ତମକୁ ମଦ କିଏ ଦେଇଛି ସେ ଲୋକଟା ଦେଖିଲା ଯାଅ ନାଇଁ ଏମିତି ଏଇ ଅବସ୍ଥାରେ କ'ଣ ଅଫିସ ଚାଲେ ଇଏ କେମିତିଆ ଅଫିସ ଯେ କେମିତିଆ ସରକାର କେମିତିଆ ତହସିଲଦାର କେମିତିଆ କଲେକ୍ଟର ସେ ଲୋକଟା ଧରିକି ଆଣ ଯେ ତମକୁ ନେଇକି ମଦ ଦେଲେ କେତେ ଟଙ୍କା ଦେଇଛ କେତେ ଟଙ୍କାରେ ତା ପାଇଁ କାମ କରୁଛ ଇଏ ଗରିବଙ୍କୁ ସବୁ ମାରୁଛ ମୁଁ ତମକୁ ପଚାରୁଛି ତମେ ଜନସାଧାରଣ ଯେତେ ଅଛନ୍ତି ସମସ୍ତଙ୍କର ସମାନ ନା ମାନବ ସେବା ହିଁ ମଦ ପିଇକିରି ବହୁତ ଡୁପ୍ଲିକେଟ କାମ ମାନବ ସେବା ହିଁ ମାଧବ ସେବା ବୋଲି ମୁଁ କାମ କରୁଛି କାଲି ରାତିରୁ ଶୋଇଛି ସରକାରଙ୍କୁ ଅନୁରୋଧ କରୁଛି ଆପଣ ଦେଖନ୍ତୁ ଏ ଭିଡ଼ିଓ ଜଣେ ରାଜସ୍ୱ ନିରୀକ୍ଷକ ବୌଲାଙ୍ଗ ଗୋ ବ୍ଲକ ତେଣୁ ଦୟାକରି ଇମିଡିଏଟ୍ ଆକ୍ସନ ନିଅନ୍ତୁ ଏ ଲୋକ କେମିତି ଫର୍ମ ପକେଇବେ ସେ ବ୍ୟବସ୍ଥା ବି କରାନ୍ତୁ।